ମାଗିଲେ ନାହିଁ। ଗାଈ ଦୁହିଁ ସାରିଲା ପରେ ଉପମାନେ ଯୋଉ କ୍ଷୀର ରହିଲା ତାକୁ କଣ କଲେ ପିଇଲେ। ଗୁରୁଜୀ କହିଲେ କ୍ଷୀର ବାଛୁରୀ ମାନଙ୍କର, କ୍ଷୀର କାହାର ବାଛୁରୀ ମାନଙ୍କର, ତୁମେ ପିଇବା ସେଟା ଠିକ ନୁହେଁ। ଉପମାନେ କଣ କରିବେ ଯେ ଆଉ କଣ ସେ ଭୋକ ସହି ନ ପାରି ବାଛୁରୀ ମାନଙ୍କର ଯୋଉ ମୁହଁରେ ଯୋଉ ଫେଣ ଲାଗିଥାଏ, ଗାଈକୁ ଯେତେବେଳେ କ୍ଷୀର ପିଇଥାନ୍ତି ସେତେବେଳେ କଣ ହେଇଥାଏ ବାଛୁରୀଙ୍କ ପାଟିରେ କଣ ହେଇଥାଏ ଫେଣ ଲାଗିଥାଏ, ତାକୁ ସେ ଚାଟିକି ଖାଇଲେ। ଗୁରୁଜୀ ଏହା ଜାଣିପାରିଲେ, ତାପରେ ସେ କହିଲେ ମତେ ନ ପଚାରିକି ତମେ ଏଟା କରିବା ଠିକ ନୁହେଁ। ଉପମାନେ ଗୁରୁଙ୍କ କଥା ମାନିକି ଭୋକ ଉପାସରେ ରହିଲେ। 3-4 ଦିନ ପରେ କଣ କଲେ ନା ସେ ଭୋକ ବିକଳରେ କଣ କହିଲେ ଅରଭ ପତ୍ର ଖାଇଥିଲେ। ଅରଭ ଗଛ ଦେଖିଛ? ସେ ଅରଭ ଗଛର ପତ୍ରକୁ ଖାଇଲେ। ଖାଇ ପକେଇଲେ ଯେତେବେଳେ ଅରଭ ପତ୍ର କଣ ବହୁତ ବିଷାକ୍ତ, ଅରଭ ପତ୍ର କଣ ବିଷାକ୍ତ, ତାଙ୍କ ଆଖିରୁ ତାଙ୍କ ଆଖି କଣ କିଛି ଆଉ ଦେଖାଗଲା ନାହିଁ। ସେ ବାଟରେ ଆସୁ ଆସୁ ଗୋଟେ କୂଅ ଥିଲା, ସେତେବେଳେ ଆଶ୍ରମକୁ ଫେରୁଥିଲେ ସନ୍ଧ୍ୟାବେଳେ, ଗୋଟେ କୂଅ ଥିଲା। ସେ କୂଅରେ କଣ କଲେ ଗଳି ପଡ଼ିଲେ। ସନ୍ଧ୍ୟାବେଳେ ପ୍ରାର୍ଥନା ସଭା ହୁଏ ଆଶ୍ରମରେ। ଗୁରୁଜୀ ଦେଖିଲେ କଣ ଉପମାନୁ ପ୍ରାର୍ଥନା ସଭାରେ ନାହାନ୍ତି। ତାପରେ ସେ ଉପମାନୁଙ୍କୁ ନ ଦେଖିକି ଗୁରୁଜୀ କଣ କଲେ ବଣକୁ ଉପମାନୁଙ୍କୁ ଖୋଜିବା ପାଇଁ ଗଲେ। ଉପମାନୁଙ୍କୁ ବଡ ପାଟିରେ ଡାକିଲେ, ବଣ ସାରା ଉପମାନୁଙ୍କୁ ନ ପାଇକି ବଡ ପାଟିରେ ଡାକିଲେ। ଉପମାନୁ କହିଲେ ଗୁରୁଜୀ। ସେତେବେଳେ ଗୁରୁଜୀ ଡାକୁଛନ୍ତି ଉପମାନୁଙ୍କୁ। ଉପମାନୁ କଣ କଲେ ତାଙ୍କ ଜବାବ ଦେଲେ। କାହା କଥାରେ? ଗୁରୁଜୀଙ୍କ କଥାରେ। ମୁଁ କୂଅ ଭିତରେ ପଡ଼ିଯାଇଛି। କଣ କହିଲେ? ମୁଁ କୂଅ ଭିତରେ ପଡ଼ିଯାଇଛି। ସେ ଗୁରୁଜୀ କଣ କଲେ ଉପମାନୁଙ୍କୁ ଉଠା ପାଇଁ କଣ ଦେଖିଲେ ଅନ୍ଧ ହେଇଯାଇଥିଲେ ଉପମାନୁ, ତାଙ୍କୁ ଉଠେଇବାକୁ ଚେଷ୍ଟା କଲେ। ତାପରେ ବୈଦ୍ୟରାଜଙ୍କୁ ଡାକିକି, ବୈଦ୍ୟରାଜ କିଏ ଥିଲେ ଅଶ୍ୱିନୀ ହେଲା, ଅଶ୍ୱିନୀ କୁମାର ଥିଲେ, ତାଙ୍କୁ ଡକାଇଲେ। ଡକାଇକି ଅଶ୍ୱିନୀ କୁମାର କଣ କଲେ ଔଷଧ ଦେଲେ। କାହାକୁ? ଉପମାନୁଙ୍କୁ। ଉପମାନୁ କହିଲେ